ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ଛୋଟ ମୋର ଗାଁଟି। ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ପିଲାମାନେ, ଆଜି ଆମେ ଆଲୋଚନା କରିବା ଓଡ଼ିଆ ସାହିତ୍ୟରେ ନବଚେତନାର ବାର୍ତ୍ତାବହ, ସାମ୍ୟବାଦ ଚିନ୍ତାଧାରାର ପ୍ରତିଷ୍ଠାତା ବା ପ୍ରଗତିବାଦୀ କବିତାର ପ୍ରତିଷ୍ଠାତା ବିପ୍ଳବୀ କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ବାର୍ତ୍ତା କବିତା ବିଷୟରେ। ପିଲେ, ଏଇ ଯେଉଁ ଆମର ସଚ୍ଚିଦାନନ୍ଦ ରାଉତରାୟ, ସେ ହେଉଛନ୍ତି ଓଡ଼ିଆ ସାହିତ୍ୟରେ ନବଚେତନାର ବାର୍ତ୍ତାବହ ଏବଂ ଓଡ଼ିଆ ସାହିତ୍ୟରେ ପ୍ରଗତିବାଦର ପ୍ରତିଷ୍ଠାତା। ପ୍ରଗତିବାଦୀ ଚିନ୍ତାଧାରା ବା ସାମ୍ୟବାଦୀ ଚିନ୍ତାଧାରାର ସେ ହେଉଛନ୍ତି ପ୍ରତିଷ୍ଠାତା ଓଡ଼ିଆ ସାହିତ୍ୟରେ ବା ଓଡ଼ିଶାରେ। ସାମ୍ୟବାଦୀ ପିଲା କ'ଣ ନା, ଆଜିକାଲି ଆମେ ଯେଉଁ କମ୍ୟୁନିଷ୍ଟ ବୋଲି କହୁଛେ, କମ୍ୟୁନିଷ୍ଟ ଚିନ୍ତାଧାରା, କମ୍ୟୁନିଷ୍ଟ ପାର୍ଟି ସବୁ ଆଜି ଅଛି ଆମର ଇଣ୍ଡିଆରେ, ଭାରତରେ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶାରେ ମଧ୍ୟ ଅଛି। ତେଣୁ କମ୍ୟୁନିଷ୍ଟ ବାଦ କେଉଁଠୁ ଆସିଛି ନା, ତାର କମ୍ୟୁନିଷ୍ଟ ବାଦକୁ ସାମ୍ୟବାଦ ବୋଲି କୁହାଯାଏ। ଏ ସାମ୍ୟବାଦୀ ଚିନ୍ତାଧାରା ବା କମ୍ୟୁନିଷ୍ଟ ଚିନ୍ତାଧାରା କେଉଁଠୁ ଆସିଛି ନା, କାର୍ଲମାର୍କ୍ସଙ୍କ ଠାରୁ ଆସିଛି। ଏ ସାମ୍ୟବାଦର ପ୍ରତିଷ୍ଠାତା ହେଉଛନ୍ତି କିଏ? ସେ ନା କାର୍ଲମାର୍କ୍ସ। ଏବଂ କାର୍ଲମାର୍କ୍ସ କ'ଣ କହୁଥିଲେ? ସାମ୍ୟବାଦର ଲକ୍ଷ୍ୟ କ'ଣ? ତା ଲକ୍ଷ୍ୟ ହେଉଛି ଯେ ଶାସିତମାନଙ୍କ ବିରୁଦ୍ଧରେ ଶୋଷକମାନଙ୍କୁ ସଂଗଠିତ କରିବା ଏବଂ ଯେଉଁମାନେ ଶୋଷିତ ହେଉଛନ୍ତି, ନିଷ୍ପେଷିତ ଅବହେଳିତ ସମାଜର ଶ୍ରମିକ, ଯେଉଁମାନେ ସମାଜର ଅବହେଳିତ ନିଷ୍ପେଷିତ ହେଲା, ସେମାନଙ୍କୁ ସଂଗଠିତ କରିକିରି ତାଙ୍କର ଅଧିକାର ବିଷୟରେ ମାଗିବା ବା ଅଧିକାରକୁ ଆଣିବା ହେଉଛି ସାମ୍ୟବାଦର ମୁଖ୍ୟ ଲକ୍ଷ୍ୟ। ଯେମିତି ଶାସକ ଗୋଷ୍ଠୀ ଶୋଷିତମାନଙ୍କୁ ସବୁବେଳେ ନିଷ୍ପେଷିତ କରନ୍ତି, ତାଙ୍କର ଅଧିକାର ଛଡ଼େଇ ନିଅନ୍ତି, ତାଙ୍କ ଉପରେ ଅତ୍ୟାଚାର କରନ୍ତି। ତେଣୁ ଶାସକ ଗୋଷ୍ଠୀ ବିରୁଦ୍ଧରେ ନିଜର ଅଧିକାରକୁ ମାଗିବା ପାଇଁ ହେଲା, ଶୋଷକମାନଙ୍କୁ ବା ଶୋଷିତମାନଙ୍କୁ ସଂଗଠିତ କରୁଥିଲେ କିଏ? ସେ ଓଡ଼ିଶାରେ ସଚ୍ଚିଦାନନ୍ଦ ରାଉତରାୟ ହେଲା। ତେଣୁ ଏଇ ସଚ୍ଚିଦାନନ୍ଦ ରାଉତରାୟ ପିଲେ କେଉଁଠି ଜନ୍ମ ଲାଭ କରିଥିଲେ ନା, ପ୍ରଥମେ ସେ ଆମେ ଦେଖିବା, ସେ ଜନ୍ମ ହୋଇଥିଲେ 1916 ମସିହାରେ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ, ବୁଝିଲା। ତାପରେ ତାଙ୍କ କବିତା ସବୁ କ'ଣ ସେ ରଚନା କରୁଛନ୍ତି? କବିତା ଗୁଡ଼ିକ, ତାଙ୍କ କବିତା ଗୁଡ଼ିକ ମଧ୍ୟରେ ଆସିଲା ପାଥେୟ, ପୂର୍ଣ୍ଣିମା, ବାଜିରାଉତ, ଅଭିଯାନ, ରକ୍ତଶିଖା, ପଲ୍ଲୀଶ୍ରୀ, ହଂସତ, ଅଭିଜ୍ଞାନ, ଭାନୁମତୀର ଦେଶ, ପାଣ୍ଡୁଲିପି, ତାପରେ ସ୍ୱଗତ, କବିତା 1962, କବିତା 1969, କବିତା 1971, କବିତା 1974, ତାପରେ 1983, କବିତା 1985, 1987 ଏବଂ କବିତା 1990। ଏସବୁ କବିତା, ତାଙ୍କର କବିତାର ନାଁ କବିତା 1985, କବିତା 1986, 1990, ଏସବୁ ତାର ନାଁ। ତେବେ ଯେଉଁ ଆମର ସଚ୍ଚିଦାନନ୍ଦ ରାଉତରାୟ ପ୍ରଥମେ କ'ଣ କରୁଥିଲେ ନା, ସେ ସାମ୍ୟବାଦୀ ଚିନ୍ତାଧାରାକୁ ନେଇକି କବିତା ସାହିତ୍ୟ ରଚନା କରୁଥିଲେ। ସାମ୍ୟବାଦୀ ଚିନ୍ତାଧାରାକୁ ନେଇକି, ତାହାକୁ ପ୍ରଗତିବାଦୀ ବୋଲି କୁହାଯାଏ। ସାମ୍ୟବାଦୀର ଅନ୍ୟ ନାମ ହେଲା ପ୍ରଗତିବାଦ। ତେଣୁ ପ୍ରଗତିବାଦ ବା ସାମ୍ୟବାଦ ଚିନ୍ତା ଚେତନାକୁ ନେଇକି ସେ ପ୍ରଥମେ ସାହିତ୍ୟ ରଚନା କରୁଥିଲେ। ପରବର୍ତ୍ତୀ ସମୟରେ ସେ ସାମ୍ୟବାଦକୁ ଛାଡ଼ିକିରି ପଲ୍ଲୀ ଜୀବନ ବା ପୁରପଲ୍ଲୀର ନିଜ ଗାଁ ପ୍ରତି, ମାତୃଭୂମି ପ୍ରତି ଭଲ ପାଇବା, ସ୍ନେହ ଦେଖାଇବା, ପଲ୍ଲୀର ନିଜ ଗାଁର ଭଲ ପାଇବାକୁ ସେ ନେଇକିରି କବିତା ରଚନା କଲେ। ପଲ୍ଲୀଶ୍ରୀ କବିତା ସଂକଳନ, ତାଙ୍କ ସମସ୍ତ ନିଜ ଗାଁ ବା ମାତୃଭୂମି ପ୍ରତି ଭଲ ପାଇବାକୁ ନେଇକି ସେ ଯେଉଁ କବିତା ରଚନା କରୁଥିଲେ, ସେଗୁଡ଼ିକ ତାଙ୍କର ପଲ୍ଲୀଶ୍ରୀ ସଂକଳନ ଗୋଟେ ଅଛି, ସେଇଥିରେ ସବୁ ସ୍ଥାନ ପାଇଛି। ଯେମିତି ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ତେଣୁ କିଏ ରଚନା କରୁଛନ୍ତି ନା, ସଚ୍ଚିଦାନନ୍ଦ ରାଉତରାୟ। ତେଣୁ ସେ ଗାଁର ଜୀବନ ଭଲ ପାଇବା, ପୁରପଲ୍ଲୀ ଗ୍ରାମ ପ୍ରତି ଭଲ ପାଇବା, ମାତୃଭୂମି ପ୍ରତି ଭଲ ପାଇବା, ସ୍ନେହ ଶ୍ରଦ୍ଧା, ଏସବୁ ସେ ଦେଖେଇଛନ୍ତି ତାଙ୍କର ପଲ୍ଲୀଶ୍ରୀ କବିତା ସଂକଳନରେ। କିନ୍ତୁ ତାପରେ ଆସିଲା କ'ଣ ନା, ତାପରେ ଲେଖିଲେ ସେ ପୁଣି ପ୍ରୟୋଗବାଦୀ କବିତା। ପ୍ରଥମେ ଲେଖୁଥିଲେ ସାମ୍ୟବାଦୀ କବିତା ସାହିତ୍ୟ, ତାପରେ ଆସିଲା ପଲ୍ଲୀଶ୍ରୀ ବା ଗାଁକୁ ନେଇକି, ପଲ୍ଲୀ ଜୀବନକୁ ନେଇକି ସେ କବିତା ରଚନା କଲେ, ସାହିତ୍ୟ ଲେଖିଲେ। ତାପରେ ପରବର୍ତ୍ତୀ ସମୟରେ ପ୍ରୟୋଗବାଦୀ କବିତା ଲେଖିଲେ, ରୋମାଣ୍ଟିକ କବିତା। ପ୍ରୟୋଗବାଦୀ କବିତା କ'ଣ ନା, ଚିତ୍ରକଳ୍ପ, ମିଥ୍ ହେଲା, ଆଉ ଆମର ପ୍ରତୀକ, ଚିତ୍ରକଳ୍ପ, ମିଥ୍, ରୂପକ, ଉପମା, ଏସବୁକୁ ପ୍ରୟୋଗ କରିକି ସେ ପ୍ରୟୋଗବାଦୀ କବିତା ସବୁ ଲେଖିଲେ। ଯେମିତି ରୋମାଣ୍ଟିକ କବିତା, ଏସବୁ ସ୍ୱାଧୀନତା ପରବର୍ତ୍ତୀ ସମାଜକୁ ନେଇକି ସେ କବିତା ରଚନା କଲେ। ଏଇଭଳି ତାଙ୍କ କବିତା ତିନି ଭାଗରେ ବିଭକ୍ତ। ପ୍ରଥମେ ଲେଖୁଥିଲେ ପ୍ରଗତିବାଦୀ ବା ସାମ୍ୟବାଦୀ କବିତା। ସାମ୍ୟବାଦୀ କବିତା ଭିତରେ ଆସିଲା ଅଭିଯାନ, ଏଇ ଯେଉଁ ଅଭିଯାନ ଅଛି, ରକ୍ତଶିଖା ଅଛି ହେଲା, ଏସବୁ ହେଉଛି ତାଙ୍କର କ'ଣ, ତାଙ୍କର ହେଉଛି ସାମ୍ୟବାଦୀ ଚେତନାମୂଳକ ରଚନା। ତାପରେ ପଲ୍ଲୀଶ୍ରୀ, ଗାଁର ଯେଉଁ ଗାଁ ପ୍ରତି ଭଲ ପାଇବା, ତାକୁ ନେଇକି ସେ ପଲ୍ଲୀଶ୍ରୀ ରଚନା କରିଛନ୍ତି। ତେଣୁ ଏଇଭଳି ତାଙ୍କର ରଚନା ତିନି ଭାଗରେ ବିଭକ୍ତ। ଏବଂ ଏବେ ଆମେ ଦେଖିବା ତାଙ୍କର ଉପନ୍ୟାସ କ'ଣ ଲେଖିଛନ୍ତି। କବିତା ତ ଲେଖିଛନ୍ତି ଅନେକ, ଗପ ମଧ୍ୟ ଲେଖିଛନ୍ତି, ମଶାଣୀର ଫୁଲ, ଏସବୁ। ତେଣୁ ଗୋଟିଏ ସେ ଉପନ୍ୟାସ ମାତ୍ର ଲେଖିଛନ୍ତି। କିଏ ସେ? 1936 ମସିହାରେ ପ୍ରକାଶ ପାଇଥିଲା,
ତାଙ୍କର ସଚ୍ଚିଦାନନ୍ଦ ରାଉତରାୟଙ୍କର ଗୋଟିଏ ଉପନ୍ୟାସ, ତା ନାଁ ହେଲା ଚିତ୍ରଗ୍ରୀବ। ମନେ ରଖିଥିବା ସମସ୍ତେ ଏଇଟା ପରୀକ୍ଷାରେ ପଡ଼ିବ। ସେ ମାତ୍ର ଗୋଟିଏ ଉପନ୍ୟାସ ଲେଖିଛନ୍ତି, ତା ନାଁ ହେଲା ଚିତ୍ରଗ୍ରୀବ। ତାପରେ ଗପ, ଗପ ସବୁ କ'ଣ ଲେଖିଛନ୍ତି ନା ମଶାଣିର ଫୁଲ, ମାଟିର ତାଜ, ଛାଇ, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ। ଏସବୁ ହେଲା ତାଙ୍କର ଗଳ୍ପ। ମଶାଣିର ଫୁଲ, ମାଟିର ତାଜ, ଛାଇ, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ, ଏଇଟା ସେ ଗଳ୍ପ ସଂକଳନଟା। ତାପରେ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି, ସେ ଏସେ ଲେଖିଛନ୍ତି, ପ୍ରବନ୍ଧ ଲେଖିଛନ୍ତି। ପ୍ରବନ୍ଧରେ କ'ଣ ଲେଖିଛନ୍ତି ନା ସାହିତ୍ୟରେ ମୂଲ୍ୟବୋଧ, ସାହିତ୍ୟର ବିଚାର ଓ ମୂଲ୍ୟବୋଧ, ଏଇଟା ହେଲା ତାଙ୍କର ପ୍ରବନ୍ଧ। ତାପରେ ଆସିଲା ଆତ୍ମଜୀବନୀ, ହେଲା କ'ଣ ଉତ୍ତର କକ୍ଷ। ସଚ୍ଚିଦାନନ୍ଦ ରାଉତରାୟଙ୍କର ଆତ୍ମଜୀବନୀ ସେ ଲେଖିଛନ୍ତି, ନିଜ ଜୀବନକୁ ନେଇକି ସେ ଯେଉଁ ପୁସ୍ତକ ଲେଖିଛନ୍ତି ତା ନାଁ ହେଲା ଉତ୍ତର କକ୍ଷ, ଆତ୍ମଜୀବନୀ ତାଙ୍କର ଏଇଟା। ତାହେଲେ ମନେ ରଖିଲେ କ'ଣ କ'ଣ ସବୁ କବିତା ଲେଖିଛନ୍ତି, ଗୋଟିଏ ଉପନ୍ୟାସ, ଗପ, ପ୍ରବନ୍ଧ, ତାପରେ ହେଲା ଉତ୍ତର କକ୍ଷ, ଆତ୍ମଜୀବନୀ। ତେବେ ଏ ଯେଉଁ ସଚ୍ଚିଦାନନ୍ଦ ରାଉତରାୟ ପିଲାମାନେ ଆମେ ସମସ୍ତେ ଜାଣିଲେ ଯେ ନବଚେତନାର ବାର୍ତ୍ତାବହ, ନୂତନ ଚେତନା ସୃଷ୍ଟି କରିଥିଲେ। କେଉଁ ଚେତନା ନା ପ୍ରଗତିବାଦୀ ଚେତନା, ସାମ୍ୟବାଦୀ ଚେତନା ବା କମ୍ୟୁନିଷ୍ଟ ଚିନ୍ତାଧାରା, ମାର୍କ୍ସିଷ୍ଟବାଦ, ୟାକୁ ସେ ପ୍ରଚାର ପ୍ରସାର କରିଥିଲେ କେଉଁଠି, ଓଡ଼ିଶାରେ ଏବଂ ସାହିତ୍ୟରେ। ତାପରେ ରୋମାଣ୍ଟିକ ସବୁଜ ଗୋଷ୍ଠୀର ପ୍ରଭାବରୁ କବିତା ରଚନା ଆରମ୍ଭ କରି ପରବର୍ତ୍ତୀ କାଳରେ ପ୍ରଗତିବାଦୀ ଓ ଆଧୁନିକ କବି ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତେଣୁ ପ୍ରଥମେ ସେ କ'ଣ ଲେଖୁଥିଲେ କବିତା, ରୋମାଣ୍ଟିକ କବିତା ଲେଖୁଥିଲେ। ଯେତେବେଳେ ଆମେ ସବୁଜ ଗୋଷ୍ଠୀ ସବୁ ଜାଣିଛ ବୋଲି ତମେ କହିବ ସବୁଜ ଗୋଷ୍ଠୀ କ'ଣ, ରୋମାଣ୍ଟିକ ସବୁଜ ଗୋଷ୍ଠୀ ନା ଆମେ ଜାଣିଛେ ସତ୍ୟବାଦୀ ଯୁଗ, ସବୁଜ ଯୁଗ। ସତ୍ୟବାଦୀ ଯୁଗ କହିଲେ କ'ଣ ନା ଗୋପବନ୍ଧୁ ଦାସ ଯେତେବେଳେ ଥିଲେ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ହରିହର ଦାସ, ଏମାନେ ଯେଉଁ 5 ଜଣ ଥିଲେ, ସେମାନେ ଯେଉଁ ସାହିତ୍ୟ ରଚନା କରୁଥିଲେ ତାଙ୍କ ସମୟର ରଚନାକୁ ବା ତାଙ୍କର ସମୟକୁ ସତ୍ୟବାଦୀ ଯୁଗ ବୋଲି କୁହାଯାଏ। ଏବଂ ସେମାନଙ୍କ ପରେ କଟକ ରେଭେନ୍ସା କଲେଜରେ 4 ଜଣ ଯୁବକ ସେ ସାହିତ୍ୟ ରଚନା କରୁଥିଲେ। ପ୍ରଥମେ ରୋମାଣ୍ଟିକ ସାହିତ୍ୟ ସବୁ କବିତା ସବୁ ଲେଖିବା ଆରମ୍ଭ କଲେ। ତାଙ୍କୁ କୁହାଥିଲା ସବୁଜ ଗୋଷ୍ଠୀ। 4 ଜଣ କବି, ଅନ୍ନଦାସ ରାୟ, କାଳୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ, ଏଇ 4 ଜଣ ଯେଉଁ କବି ଥିଲେ ରେଭେନ୍ସା କଲେଜରେ ପାଠ ପଢ଼ୁଥିଲେ, 4 ଜଣ ସାଙ୍ଗ, ଏମାନେ ନୂଆ ନୂଆ ରୋମାଣ୍ଟିକ କବିତା ଲେଖିବା ଆରମ୍ଭ କଲେ। ତେଣୁ ସେମାନଙ୍କୁ ସବୁଜ ଗୋଷ୍ଠୀ ବୋଲି କୁହାଯାଉଥିଲା। ତେଣୁ ଏଇ ସବୁଜ ଗୋଷ୍ଠୀଙ୍କ ସମୟରେ ସଚ୍ଚିଦାନନ୍ଦ ରାଉତରାୟ ଥିଲେ, ସେ ସେହି ସମୟରେ ଲେଖୁଥିଲେ। ଏବଂ ପରବର୍ତ୍ତୀ ସମୟରେ ସେ ରୋମାଣ୍ଟିକ ବା ସବୁଜ ଗୋଷ୍ଠୀରୁ ଅଲଗା ହେଇକି, ତାଙ୍କ ଧାରାରୁ ସେ ଅଲଗା ହେଇଗଲେ। ହେଇକିରି କ'ଣ ଲେଖିଲେ ନା ପ୍ରଗତିବାଦୀ କବିତା ଲେଖିଲେ। ପ୍ରଗତିବାଦ, ମାର୍କ୍ସିଷ୍ଟବାଦ, କାର୍ଲମାର୍କ୍ସର ଚିନ୍ତାଧାରାକୁ ସେ ସାହିତ୍ୟରେ ପ୍ରକାଶ କଲେ ହେଲା। ଏବଂ ମାର୍କ୍ସବାଦର ପ୍ରଗତିବାଦର ଚିନ୍ତାଧାରାର ମୂଳ ଲକ୍ଷ୍ୟ କ'ଣ ନା ସମାଜର ଯେଉଁମାନେ ଶୋଷକ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ଶୋଷିତମାନଙ୍କୁ, ଅବହେଳିତ, ନିଷ୍ପେଷିତ ସାଧାରଣ ଶ୍ରମିକମାନଙ୍କୁ ଯେଉଁମାନେ ଲୁଟୁଛନ୍ତି, ଅତ୍ୟାଚାର କରୁଛନ୍ତି, ତେଣୁ ସେଇ ଯେଉଁ ନିଷ୍ପେଷିତ, ଅବହେଳିତ, ଶୋଷିତ ଲୋକମାନଙ୍କୁ ଏକାଠି କରିକିରି ନିଜର ଅଧିକାର ପାଇବା ପାଇଁକା ସେ ଶାସକ ଗୋଷ୍ଠୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସେମାନଙ୍କୁ ଆହ୍ୱାନ ଦେଉଥିଲେ। କିଏ ସେ? ସଚ୍ଚିଦାନନ୍ଦ ରାଉତରାୟ। କାର୍ଲମାର୍କ୍ସ ମଧ୍ୟ ସେୟା କରୁଥିଲେ ଯେ ଶୋଷକ ଗୋଷ୍ଠୀ ବିରୁଦ୍ଧରେ ସଂଗ୍ରାମ କରିବା ଏବଂ ଶୋଷିତମାନଙ୍କୁ ତାଙ୍କର ଅଧିକାର ଦେବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ ଥିଲା କାର୍ଲମାର୍କ୍ସଙ୍କର। ତ ତାଙ୍କର ଚିନ୍ତାଧାରାକୁ ଓଡ଼ିଶାରେ ଆଣିକିରି ସଚ୍ଚିଦାନନ୍ଦ ରାଉତରାୟ ମଧ୍ୟ ତାର ପ୍ରଚାର ପ୍ରସାର କରୁଥିଲେ। ତେଣୁ ତାକୁ ପ୍ରଗତିବାଦୀ ବା ସାମ୍ୟବାଦୀ ଚିନ୍ତାଧାରା ବୋଲି କୁହାଯାଏ। ତେଣୁ ସେ ସବୁଜ ଗୋଷ୍ଠୀ ସମୟରେ ରଚନା ଆରମ୍ଭ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଗତିବାଦୀ ଓ ଆଧୁନିକ କବି ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ପ୍ରଗତିବାଦୀ କବି ବା ସାମ୍ୟବାଦୀ କବିତା ବେଶୀ ଲେଖିଛନ୍ତି। ବାକ୍ ରୀତି ସହ କାବ୍ୟରୀତିର ସଫଳ ସମନ୍ୱୟ ତାଙ୍କ କବିତାର ବିଶେଷତ୍ୱ। ବାକ୍ ରୀତି, କହିବାର ରୀତି ନିୟମ ଏବଂ କାବ୍ୟ ରଚନାର ନିୟମ, ଛନ୍ଦର ପ୍ରୟୋଗ କରିବା, ମୁକ୍ତ ଛନ୍ଦ ହେଲା, ମିତ୍ରାକ୍ଷର ଛନ୍ଦ, ଅମିତ୍ରାକ୍ଷର ଛନ୍ଦ ବା ମୁକ୍ତ ଛନ୍ଦ, ଏସବୁ ପ୍ରୟୋଗ କରିକିରି ଏବଂ କହିବାର ଶୈଳୀ, ଚିନ୍ତାଧାରାର ଶୈଳୀ ଏବଂ ଶବ୍ଦ ସଂଯୋଜନ ଶୈଳୀ, ତା ଦୁଇଟାର ସମନ୍ୱୟ ଆମକୁ ତାଙ୍କ କବିତା ଦେଖିବାକୁ ମିଳେ। ତ ଏଇଟା ହେଲା ତାର ବିଶେଷତ୍ୱ। ତାପରେ ପଲ୍ଲୀ ପ୍ରକୃତି ଠାରୁ ଆରମ୍ଭ କରି ସାମ୍ୟବାଦୀ ଚେତନାର ରୂପକାର ଭାବେ ତାଙ୍କର ବହୁ ଖ୍ୟାତି ରହିଛି। ସାମ୍ୟବାଦୀ ଚିନ୍ତାଧାରାକୁ ନେଇ କବିତା ଲେଖିବା, ତାପରେ ପଲ୍ଲୀ ପ୍ରକୃତି, ପଲ୍ଲୀକି ନେଇକି ଗାଁକୁ ନେଇକରି ଗାଁର ସୁନ୍ଦର ପ୍ରକୃତିକୁ ନେଇକରି କବିତା ଲେଖିବା, ଏ ଦୁଇଟା ଯାକର କ'ଣ ସମନ୍ୱୟ, ଦୁଇଟା ଯାକର ସମନ୍ୱୟ ତାଙ୍କ କବିତାକୁ ସୁଦୂର ପ୍ରସାରୀ କରିପାରିଛି। ପ୍ରଥମେ ସିଏ ସାମ୍ୟବାଦୀ ମୂଳକ କବିତା ରଚନା କରିଛନ୍ତି। ସଂଗ୍ରାମ, ଆହ୍ୱାନ ଦେଇଛନ୍ତି ଲୋକମାନଙ୍କୁ, ସଂଗ୍ରାମ କର, ଉଠ, ଜାଗ, ନିଜ ଅଧିକାରକୁ ମାଗ, ଏଇସବୁ ଜିନିଷକୁ ନେଇକିରି ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ୟବାଦୀ ଚିନ୍ତାଧାରା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ପଲ୍ଲୀ ଜୀବନକୁ, ପଲ୍ଲୀର ସୁନ୍ଦର ପରିବେଶକୁ ନେଇକି ମଧ୍ୟ ସେ କବିତା ଲେଖିଛନ୍ତି। ତେଣୁ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଆମେ ଜାଣିଛେ ସାମ୍ୟବାଦୀ କେତେବେଳେ ସୃଷ୍ଟି ହୋଇଥିଲା ନା ବିଶ୍ୱଯୁଦ୍ଧ ସମୟରେ, ଯେତେବେଳେ ବିଶ୍ୱଯୁଦ୍ଧ ହେଉଥିଲା, ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ସେହି ସମୟରେ ସାମ୍ୟବାଦର ପ୍ରତିଷ୍ଠା ହୋଇଥିଲା। ଶାସକ ଗୋଷ୍ଠୀମାନେ ସାଧାରଣ ନିରୀହ ଲୋକମାନଙ୍କ ଉପରେ ଅତ୍ୟାଚାର କରୁଥିଲେ, ଅନ୍ୟାୟ କରୁଥିଲେ, ତାଙ୍କୁ ଶୋଷଣ କରୁଥିଲେ। ତେଣୁ ସେ ବିରୋଧରେ ସଂଗ୍ରାମ ସୃଷ୍ଟି କରିଥିଲେ କାର୍ଲମାର୍କ୍ସ। ତେଣୁ ବିଶ୍ୱଯୁଦ୍ଧ ସମୟରେ ମାର୍କ୍ସବାଦର ସୃଷ୍ଟି ହୋଇଥିଲା। ତାପରେ ପରବର୍ତ୍ତୀ ଜୀବନବୋଧ, ଉପମା, ରୂପକ, ଚିତ୍ରକଳ୍ପ, ମିଥ୍, ଏଇସବୁର ପ୍ରୟୋଗ କରିକି ସେ ବଢ଼ିଆ ସବୁ କବିତା ରଚନା ବା ସାହିତ୍ୟ ରଚନା କରିଛନ୍ତି।
ତା କବିତା ଗୁଡ଼ିକରେ କ'ଣ ଦେଖିବାକୁ ମିଳେ ନା ରୂପକ ଅଛି, ଉପମା ତୁଳନା ଅଛି, ଚିତ୍ରକଳ୍ପ ଅଛି। ଚିତ୍ରକଳ୍ପ କହିଲେ କ'ଣ ଇମାଜିନିଂ କହିଲେ ଗୋଟେ କଥାକୁ ଗୋଟେ ଚିତ୍ରଟାକୁ ଭାବିକି ତାକୁ ନେଇ କବିତା ଲେଖିବା। ତମେ ଭାବୁଛ ମନରେ ଗୋଟେ ନିଜ ଗାଁର ପ୍ରକୃତିକୁ ଦେଖିଲ, ସେ ପ୍ରକୃତିର ସୁନ୍ଦରତାକୁ ନିଜ ମନରେ ଭାବିଲ, ତାର ଗୋଟେ ଚିତ୍ର ଆଙ୍କି ତାକୁ ତାପରେ ଲେଖିଲ, ଏହା କହିଲେ ଚିତ୍ରକଳ୍ପବାଦ। ତାପରେ ମିଥ୍ କହିଲେ କ'ଣ ଯୋଉଟା ସତ ନୁହେଁ, ମିଛ କଥା, ଯୋଉଟା ଶୁଣା କଥା, ଯୋଉଟା ମିଥ୍ କହିଲେ ପୁରାଣରୁ ଚରିତ୍ର ଗୁଡ଼ିକୁ ଆଣିବା, ପୁରାଣରୁ କଥାକୁ କିଛି ଆଣିକି ତାକୁ ନେଇକି ନୂଆ ଆଧୁନିକ ଭାବରେ କବିତା ଲେଖିବା, ତାକୁ ମିଥ୍ କୁହାଯାଏ। ତେଣୁ ଏସବୁ ପ୍ରୟୋଗ କରିକି ସେ ସଫଳ ଯୁଗ ଉପଯୋଗୀ କବିତା ସବୁ ରଚନା କରିଛନ୍ତି। ତାପରେ ଓଡ଼ିଆ କବିତାକୁ ନୂଆ ଦିଶା ଦେବାରେ କବି ରାଉତରାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାରସ୍ୱତ ରଚନା ପାଇଁ ସେ ସାହିତ୍ୟ ଏକାଡେମୀ ଓ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି। ତାପରେ କ'ଣ ହେଇଛନ୍ତି ନା ସତ୍ୟାନନ୍ଦ ରାଉତରାୟ, ଆମର ଯେଉଁ ବିପ୍ଳବ କବି ସତ୍ୟାନନ୍ଦ ରାଉତରାୟ, ତାଙ୍କର ସାରସ୍ୱତ ରଚନା ପାଇଁ, ସମସ୍ତ ରଚନା ପାଇଁ ସେ କ'ଣ ପାଇଛନ୍ତି ନା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ତାପରେ ଜ୍ଞାନପୀଠ ପୁରସ୍କାର 1983 ମସିହାରେ ସେ ପାଇଛନ୍ତି। ତାପରେ ଏବେ ଦେଖିବା ସେ କ'ଣ, ଏବେ ଆମେ ବାର୍ତ୍ତା ସମ୍ପର୍କରେ ଆଲୋଚନା କରିବା, ବାର୍ତ୍ତା କବିତା ବିଷୟରେ। କବିତାଟି ପିଲାମାନେ ବାର୍ତ୍ତା କବିତା ଯେଉଁ ସତ୍ୟାନନ୍ଦ ରାଉତରାୟ ବାର୍ତ୍ତା ଲେଖିଛନ୍ତି, କ'ଣ ବାର୍ତ୍ତା ଦେଇଛନ୍ତି? ବାର୍ତ୍ତା କହିଲେ କ'ଣ? ବାର୍ତ୍ତା କହିଲେ ଖବର ଦେବା, ବାର୍ତ୍ତା ଦେବା। ବାର୍ତ୍ତା କାହାକୁ ଦେଇଛନ୍ତି ନା ଏଇ ଯେଉଁ ଆମର ସମାଜରେ ଯେଉଁମାନେ ଶୋଷିତ ଲୋକମାନେ ଅଛନ୍ତି, ନିରୀହ, ଅବହେଳିତ, ନିଷ୍ପେଷିତ ଲୋକ, ଯେଉଁମାନଙ୍କ ଉପରେ ଶାସକ ଗୋଷ୍ଠୀମାନେ ସେମାନଙ୍କୁ ଶୋଷଣ କରୁଛନ୍ତି, ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ଏଇ ଶୋଷିତ ଗୋଷ୍ଠୀମାନଙ୍କୁ ସଂଗ୍ରାମ କରିବା ପାଇଁ, ନିଜ ଅଧିକାର ମାଗିବା ପାଇଁକା ସେ ଖବର ପଠାଉଛନ୍ତି, ତାକୁ ବାର୍ତ୍ତା ବୋଲି କୁହାଯାଏ, ବାର୍ତ୍ତା ଦେଉଛନ୍ତି ସିଏ। ତେଣୁ ଏଇ ବାର୍ତ୍ତା କବିତାରେ କ'ଣ ସଚ୍ଚିଦାନନ୍ଦ ରାଉତରାୟ ବାର୍ତ୍ତା ଦେଇଛନ୍ତି ସେଇଟା ଆମେ ଆଲୋଚନା କରିବା। ସେ କହୁଛନ୍ତି ଯେ ପ୍ରଥମେ ସେ କହୁଛନ୍ତି ଯେ ବାର୍ତ୍ତା କବିତାଟି ସଚ୍ଚିଦାନନ୍ଦ ରାଉତରାୟଙ୍କର ପାଣ୍ଡୁଲିପି ରୂପରେ ଆସିଛି। ଏଇଟା ମନେ ରଖିବ, ଏଇଟା ପରୀକ୍ଷାରେ ପଡ଼ିବ। ଏ ଯେଉଁ ବାର୍ତ୍ତା କବିତାଟି ସଚ୍ଚିଦାନନ୍ଦ ରାଉତରାୟଙ୍କର ପାଣ୍ଡୁଲିପି ସଂକଳନରୁ ଆସିଛି। ପାଣ୍ଡୁଲିପି ସଂକଳନ କ'ଣ ନା ତାଙ୍କର ପାଣ୍ଡୁଲିପି ସଂକଳନରେ କେତେ ଗୁଡ଼ିଏ କବିତାକୁ ସ୍ଥାନ ଦିଆଯାଇଛି ହେଲା। 70ଟି କବିତା ତାଙ୍କ ପାଣ୍ଡୁଲିପିରେ 70ଟି କବିତା ଅଛି, ଯେଟା 2 ଭାଗରେ ବିଭକ୍ତ, ସବୁଜ ଧୂସର। ତେଣୁ ଏଇଭଳିଆ ପାଣ୍ଡୁଲିପି ସଂକଳନ ଯେଉଁ ଅଛି ସଚ୍ଚିଦାନନ୍ଦ ରାଉତରାୟଙ୍କର, ସେ ପାଣ୍ଡୁଲିପି ସଂକଳନରୁ ଏଇ ବାର୍ତ୍ତା କବିତାଟା ଆସିଛି। ସେଥିରେ ଅନେକ 70ଟା କବିତା ଅଛି, ସେ 70ଟା କବିତା ଭିତରୁ ବାର୍ତ୍ତା କବିତାଟା ଆସିଛି ହେଲା। ତେଣୁ ଏଇଟା ପରୀକ୍ଷାରେ ପଡ଼ିବ ଯେ ବାର୍ତ୍ତା କବିତାଟି ସଚ୍ଚିଦାନନ୍ଦ ରାଉତରାୟଙ୍କର କେଉଁ ସଂକଳନରୁ ଆସିଛି ନା ପାଣ୍ଡୁଲିପି ସଂକଳନରୁ ଆସିଛି ସଂଗୃହୀତ। ତେଣୁ ଦାସତ୍ୱ ବନ୍ଧନରେ ନିଷ୍ପେଷିତ ମଣିଷମାନଙ୍କୁ କବି ଏଥିରେ ମୁକ୍ତିର ସ୍ୱପ୍ନ ଦେଖାଇଛନ୍ତି। ଏ ଯେଉଁ ବାର୍ତ୍ତା କବିତାରେ କବି କ'ଣ କହିବାକୁ ଚାହିଁଛନ୍ତି ସମାଜକୁ, କ'ଣ କହୁଛନ୍ତି ନା ନିଷ୍ପେଷିତ ମଣିଷମାନଙ୍କୁ, ଯେଉଁମାନେ ଅବହେଳିତ, ନିରୀହ ହେଲା, ଯେଉଁମାନଙ୍କର ବଳ ନାହିଁ, ନିରୀହ, ନିଷ୍ପେଷିତ, ସେଇ ମଣିଷମାନଙ୍କୁ କବି ଏଥିରେ ମୁକ୍ତିର ସ୍ୱପ୍ନ ଦେଖାଇଛନ୍ତି। ସେମାନେ କେମିତି ମୁକ୍ତି ପାଇବେ, ମୁକ୍ତି ମାନେ ନିଜର ଅଧିକାରକୁ କେମିତି ସେମାନେ ପାଇବେ, କେମିତି ସେମାନେ ସ୍ୱାଧୀନତା ପାଇବେ, ଦାସତ୍ୱରୁ ମୁକ୍ତ ହେବେ ହେଲା, ଅତ୍ୟାଚାରରୁ ମୁକ୍ତ ହେବେ, ତାର ସ୍ୱପ୍ନ ଦେଖାଇଛନ୍ତି କିଏ? ସେ ସଚ୍ଚିଦାନନ୍ଦ ରାଉତରାୟ ଏଇ କବିତା ମାଧ୍ୟମରେ, ବାର୍ତ୍ତା କବିତା ଦ୍ୱାରା। ତେବେ ଅତ୍ୟାଚାରୀମାନଙ୍କ ଠାରୁ ମୁକ୍ତିର ବ୍ୟକ୍ତିକୁ ଆତ୍ମସଂଯୋଗ କରିବାକୁ ପଡ଼ିବ ବୋଲି କବି କହିଛନ୍ତି। ବୁଝିପାରୁଛୁ ପିଲେ, ଅତ୍ୟାଚାରୀମାନଙ୍କ ଠାରୁ ମୁକ୍ତି ପାଇଁ ବ୍ୟକ୍ତିକୁ ଆତ୍ମସଂଯୋଗ କରିବାକୁ ପଡ଼ିବ। ଆତ୍ମସଂଯୋଗ କହିଲେ କ'ଣ? ଆତ୍ମାହୁତି ଦେବାକୁ ପଡ଼ିବ, ବଳିଦାନ ଦେବାକୁ ପଡ଼ିବ ନିଜକୁ। ତେଣୁ ଏଇଟା କରିବାକୁ ପଡ଼ିବ ବୋଲି କବି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ବା କହିଛନ୍ତି, ବାର୍ତ୍ତା ଦେଇଛନ୍ତି ସେ ଲୋକମାନଙ୍କୁ, ଯେ ଯଦି ତୁମେ ତୁମର ମୁକ୍ତି ଚାହୁଁଛ, ତୁମର ଅଧିକାର ଚାହୁଁଛ ଏବଂ ଶୋଷକମାନଙ୍କ ଠାରୁ, ଶାସିତମାନଙ୍କ ଠାରୁ ନିଜକୁ ମୁକ୍ତି, ନିଜର ଅଧିକାର ପ୍ରାପ୍ତି ପାଇଁ ଚାହୁଁଛ, ମୁକ୍ତ ହେବାକୁ ଚାହୁଁଛ, ତେବେ ତୁମକୁ ଆତ୍ମସଂଯୋଗ କରିବାକୁ ପଡ଼ିବ। ତେଣୁ ଏହି ବାର୍ତ୍ତାଟାକୁ ସେ ଲୋକମାନଙ୍କୁ, ନିଷ୍ପେଷିତମାନଙ୍କୁ, ଅବହେଳିତମାନଙ୍କୁ, ମଣିଷମାନଙ୍କୁ ଦେଇଛନ୍ତି ଏବଂ କହୁଛନ୍ତି ତାଙ୍କୁ ଯେ ମୁକ୍ତିର ସ୍ୱପ୍ନ ଦେଖାଇଛନ୍ତି ତାଙ୍କୁ, ସେମାନଙ୍କର ମୁକ୍ତି କେମିତି ଦେବ ତାର ସ୍ୱପ୍ନ ଦେଖାଇଛନ୍ତି ଏହି ବାର୍ତ୍ତା କବିତା ଦ୍ୱାରା। ବୁଝିଲା ପିଲେ? ତେବେ ପରବର୍ତ୍ତୀ କ୍ଲାସ୍ରେ ଆମେ କବିତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିବା।